ଖାଲି ଯେ ଚାଉଳ ଥିଲେ ଚିତଉ ପିଠା ବନେଇବେ ତାହା ନୁହେଁ, ସୁଜିରେ ମଧ୍ୟ ଆପଣମାନେ ଚିତଉ ପିଠା ବନେଇ ପାରିବେ। ଆଉ କେତେ ସଫ୍ଟ ଆଉ ଜାଲିଦାର ବନିଛି ଦେଖିକି ଆପଣମାନେ ଜାଣିପାରୁଥିବେ। ଚାଲନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ମଧ୍ୟ ସୁଜିରେ ଚିତଉ ପିଠା ବନେଇ ପାରିବେ ଯଦି ଚାଉଳ ଭିଜେଇ ନାହାନ୍ତି। ଉଷୁମ ପାଣି କରିନେବେ 1.5 କପ୍। 1.5 କପ୍ ମଧ୍ୟ ମୁଁ ଏଠାରେ ସୁଜି ବାଉଲରେ ନେଇଯାଇଛି। ଆଉ ଯେଉଁ ପାଣି ମୁଁ ଉଷୁମ କରିଥିଲି ତାକୁ ଦେଇକି ଏହାକୁ 10 ମିନିଟ୍ କଭର କରିକି ରଖିଦେବେ, ସୁଜି ବଢ଼ିଆ ଭାବରେ ଫୁଲିଯିବ। କଡ଼େଇରେ ଟିକେ ଘିଅ ଦେଇକି କାଜୁ, କିସମିସ୍, ନଡ଼ିଆ ଖଣ୍ଡକୁ ଘିଅରେ ଟିକେ ଭାଜିଦେବ। ଭାଜି ହେଇଗଲା ପରେ ଏହାକୁ ଆପଣମାନେ କାଢ଼ିକି ରଖିଦେବେ। ସୁଜିକି ଉଷୁମ ପାଣିରେ ଭିଜେଇକି ରଖିଥିଲେ 10 ମିନିଟ୍ ପରେ ଏହାକୁ ଗୋଳେଇକି ବ୍ଲେଣ୍ଡିଂ ଜାର୍ ଧିରେ ଦେଇଦେବେ। ସେମ୍ କପ୍ରେ 1 କପ୍ ନଡ଼ିଆ କୋରା, ପାନମଧୁରୀ, ଗୁଜୁରାତି ଆଉ ଗୋଲମରିଚକୁ ଛେଚିକି ଦେଇଛି। ଏହାକୁ ବଢ଼ିଆ ଭାବରେ ଆପଣମାନେ ପେଷ୍ଟ ବନେଇକି ନେଇ ଆସିବେ। ଦେଖନ୍ତୁ ପୁରା ବହଳିଆ ରଖିବେ, ଜମା ବି ପାଣି ବ୍ୟବହାର କରିବେନି। 2 ଚାମଚ ପାଣି ଦେଇଛି। ଗୁଡ଼ ମୁଁ ଏଠାରେ 1 କପ୍ରୁ ଟିକେ କମ୍ ଦେଇଛି। ଏହାକୁ ମେଲ୍ଟ ହେବା ପାଇଁ ଛାଡ଼ିବା, ପାଗ କରିବାର ନାହିଁ। ମେଲ୍ଟ ହେଇଗଲା ପରେ ଟିକେ ଥଣ୍ଡା କରିବେ। ଥଣ୍ଡା ହେଇସାରିଲା ପରେ ଛାଣିକି ଆପଣମାନେ ବ୍ୟାଟର ଧିରେ ଦେଇକି ଭଲ ଭାବରେ ଗୋଳେଇ ନେବେ। ଭାଜିକି ରଖିଥିବା କାଜୁ, କିସମିସ୍, ନଡ଼ିଆ ଖଣ୍ଡ, ସ୍ୱାଦ ଅନୁଯାୟୀ ଲୁଣ ଦେଇଦେବା, ସୋଡ଼ା ଟିକେ ଦେବେ, ବହୁତ ବଢ଼ିଆ ଫୁଲିବ। ସୋଡ଼ା ଦେଇକି ଗୋଳେଇକି କଡ଼େଇରେ ଆପଣମାନେ ଘିଅ ଦେଇକି 1.5 ଢଙ୍କି ଆପଣମାନେ ବ୍ୟାଟର ଦେଇକି କଭର କରିଦେବେ। 2 ଚାମଚ ପାଣି ଛିଞ୍ଚିକି ଲୋ ଫ୍ଲେମ୍ରେ ଏହାକୁ ବସେଇ ନେବେ। ଦେଖନ୍ତୁ ଚିତଉ ପିଠା ବିଲକୁଲ ଆମର ଗୋଟେ ରେଡ଼ି ହେଇଗଲା। ସେମ୍ ପ୍ରୋସେସ୍ରେ ସବୁ ଚିତଉ ପିଠା ଗୁଡ଼ିକୁ ଆପଣମାନେ ଗୋଟେ ପରେ ଗୋଟେ ବନେଇ ନେବେ। ସୁଜିରେ ମଧ୍ୟ ଆପଣମାନେ ଚିତଉ ପିଠା ବନେଇ ପାରିବେ। ସବୁଗୁଡ଼ିକ ମୁଁ ଏଠାରେ ବନେଇ ନେଇଛି। ପୁରା ସଫ୍ଟ ଜାଲିଦାର ବନିଛି। ଖାଇକି ଏନ୍ଜୟ କରନ୍ତୁ।